ପିଲାଏ ତୁମମାନଙ୍କୁ ବହୁତ ବହୁତ ଶୁଭେଚ୍ଛା। ଆଜି ଶିଶୁ ଦିବସ। ଏହି ଅବସରରେ ଶିଶୁ ଉଦ୍ୟାନରେ ଆୟୋଜିତ ସଂସ୍କାର ଶିଶୁ ମହୋତ୍ସବ 2024 ମୟୁରୀକୁ ଖାସ୍ କରି ତୁମମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ସହ ସ୍ୱାଗତ ମଧ୍ୟ। ଜୀବନରେ ବଡ଼ ହେବା ପାଇଁ ହେଲେ ପ୍ରଥମେ ଭଲ ମଣିଷ ହେବାକୁ ପଡ଼ିବ, ଆଉ ସେଥିପାଇଁ ସାଧନାର ଆବଶ୍ୟକ। ତୁମେମାନେ ଆଜି ଛୋଟ ଅଛ, କାଲିକି ବଡ଼ ହେବ। ବଡ଼ ହେବା ପରେ ତୁମମାନଙ୍କ ଭିତରୁ କିଏ ଶିକ୍ଷକ ହେବ ତ, କିଏ ଡାକ୍ତର ହେବ, କିଏ ଇଞ୍ଜିନିୟର ହେବ ତ, କିଏ ବୈଜ୍ଞାନିକ ହେବ, ଆଉ କିଏ କୃଷି ବିଜ୍ଞାନୀ ହେବ ତ, ପୁଣି କିଏ ଚିତ୍ରଶିଳ୍ପୀ ହେବ, ପୁଣି କିଏ ନୃତ୍ୟଶିଳ୍ପୀ, କବି, ଲେଖକ, ନେତା, ଅଭିନେତା, ଆଉ କିଏ କ୍ରୀଡ଼ାବିତ୍, ବ୍ୟବସାୟୀ ବା ସମାଜସେବୀଟିଏ ହେବ। ତେବେ କଥା ହେଉଛି, ମୂଳରୁ ଯାହାର ମୂଳଦୁଆ ଠିକ୍ ଭାବେ ପଡ଼ିଥିବ, ସାଧନା କରିଥିବ, ଅଭ୍ୟାସ କରିଥିବ, ସିଏ ହିଁ ଆଗକୁ ବଢ଼ିପାରିବ। ସିଏ ହିଁ ନିଜର ଲକ୍ଷ୍ୟକୁ ହାସଲ କରିବାରେ ସଫଳତା ପାଇପାରିବ। ତେଣୁ ତୁମେ ସମସ୍ତେ ଆସ, ସାମିଲ ହୁଅ ଏହି ସଂସ୍କାର ଶିଶୁ ମହୋତ୍ସବ ମୟୁରୀର ମଞ୍ଚରେ। ଏ ମଞ୍ଚ ତୁମମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ। ଆଉ ସବୁଠୁ ବଡ଼ କଥା ହେଲା ପିଲାଏ, ଏ ମଞ୍ଚ ଅନ୍ୟାନ୍ୟ ମଞ୍ଚ ଭଳି ସାଧାରଣ ମଞ୍ଚ ନୁହେଁ। ଏ ମଞ୍ଚର ସ୍ୱତନ୍ତ୍ରତା ଅନେକ ରହିଛି। ଏଠାରେ କେବଳ ପ୍ରତିଯୋଗିତା ହୁଏନି, ବରଂ ବ୍ୟକ୍ତିତ୍ୱ ବିକାଶର ସୁଯୋଗ ତୁମମାନଙ୍କ ପାଇଁ ରହିଛି। ତିନି ଦିନ ଧରି ଏ ମଞ୍ଚରେ ତୁମେମାନେ ନାଚିବ, ଗାଇବ, ଅଭିନୟ କରିବ, ଆଉ ନିଜର ପ୍ରତିଭାର ବେଶ ପରିଚୟ ଦେବା ସହିତ ଅନେକ କିଛି ଶିଖିବାକୁ ମଧ୍ୟ ପାଇବ। ତେଣୁ ଆସ ପିଲାଏ, ଆସ। କୌଣସି ଚାପଗ୍ରସ୍ତ ନ ହୋଇ ଖୋଲା ମନରେ, ଖୋଲା ଆକାଶ ତଳେ, ଶିଶୁ ଉଦ୍ୟାନରେ ନାନା ରଙ୍ଗର ଫୁଲ ଓ ପ୍ରଜାପତିଙ୍କ ଭଳି ହସି ଖେଳି ମଉଜ ମଜଲିସ୍ କରି ନିଜ ଭିତରେ ଥିବା ପ୍ରତିଭାର ପେଡ଼ିକୁ ବିଚାରକ ମଣ୍ଡଳୀଙ୍କ ଆଗରେ ଖୋଲି ଦେଇ ଥରେ ଦେଖ ନା, ନିଶ୍ଚୟ ବିଜେତାର ମୁକୁଟ ତୁମ ମୁଣ୍ଡରେ ହିଁ ଶୋଭା ପାଇବ। ଦୃଢ଼ ବିଶ୍ୱାସ ରଖି ତେଣୁ ଆଗେଇ ଆସ। ପୁଣି ଥରେ ସଂସ୍କାର ଶିଶୁ ମହୋତ୍ସବ ମୟୁରୀ ତରଫରୁ ତୁମମାନଙ୍କୁ ଅଶେଷ ଅଶେଷ ଶୁଭେଚ୍ଛାର ଶୁଭ କାମନା କରୁଛୁ। ସମସ୍ତଙ୍କର ମଙ୍ଗଳ ହେଉ। ମା ଅମ୍ବିକା, ମା କିଚକେଶ୍ୱରୀ ତୁମମାନଙ୍କୁ ସଦାସର୍ବଦା ଘଣ୍ଟ ଘୋଡ଼େଇ ରଖନ୍ତୁ। ଜୟ ଜଗନ୍ନାଥ।